ଜୟ ଶ୍ରୀରାମ ବନ୍ଧୁଗଣ। ହିନ୍ଦୁ ଧର୍ମରେ ଆମେ ଅନେକ ଦେବୀ ଦେବତାଙ୍କର କ୍ରୋଧ ବିଷୟରେ ଜାଣିଛେ, ଯେମିତିକି ମହାଦେବଙ୍କର ରୁଦ୍ର ଅବତାର, ମାତା ପାର୍ବତୀଙ୍କର କାଳୀ ଅବତାର ଏବଂ ଭଗବାନ ବିଷ୍ଣୁଙ୍କର ପରଶୁରାମ ଅବତାର ହଉ କି ନୃସିଂହ ଅବତାର ହଉ, ସବୁଥିରେ ଏମିତି କ୍ରୋଧ ଭଗବାନ ମାନେ ଦେଖେଇଛନ୍ତି କି ସଂସାର ସଦା ସର୍ବଦା ପାଇଁ ମନେ ରଖିବ। କିନ୍ତୁ ଆପଣମାନେ କଣ ଜାଣିଛନ୍ତି ସଙ୍କଟ ମୋଚନ ମହାବଳୀ ହନୁମାନ ଯମରାଜଙ୍କୁ ହିଁ ଗିଳି ଦେଇଥିଲେ? କାହିଁକି ଗିଳିଥିଲେ ଆଜି ଆମେ ସେଇ ବିଷୟରେ ପୁରା ବିସ୍ତାରରେ ଜାଣିବା ଯେ ଏମିତି କଣ ତାର ପଛର ରହସ୍ୟ ଯେ ହନୁମାନ ଆଉ ଯମରାଜଙ୍କୁ ହିଁ ଗିଳି ଦେଇଥିଲେ। ଯଦି ଆପଣମାନେ ଚ୍ୟାନେଲରେ ନୂଆ ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ ଏବଂ ଭିଡ଼ିଓକୁ ଲାଇକ୍ ନିଶ୍ଚିନ୍ତ ରୂପେ କରିଦିଅନ୍ତୁ, କାହିଁକି ନା ଏମିତିକା ସ୍ପିରିଚୁଆଲ ଭିଡ଼ିଓ ମୁଁ ଆପଣମାନଙ୍କ ପାଇଁ ନିତିଦିନ ଆଣୁଛି। ଶନିଦେବଙ୍କ କୋପରୁ ଚନ୍ଦ୍ରଦେବଙ୍କୁ ହନୁମାନ ବଞ୍ଚେଇଥିବାରୁ ଶନିଦେବଙ୍କ କୋପ ଦୃଷ୍ଟିରୁ କାଲଚକ୍ର ନିର୍ମିତ ହୋଇଯାଇଥିଲା, ଆଉ ସେଇ କାଲଚକ୍ର ଦ୍ୱାରା ହିଁ ସମସ୍ତ ସଂସାର ହିଁ ସେଇ କାଲଚକ୍ର ଭିତରେ ସମାହିତ ହେଇଯାଇଥାନ୍ତା। ସେଥିପାଇଁ ପ୍ରଭୁ ହନୁମାନ କାଲଚକ୍ରକୁ ହିଁ ବିପରୀତ ଦିଶାରେ ବୁଲେଇକିରି କାଲଚକ୍ରକୁ ବନ୍ଦ କରିଦେଇଥିଲେ, ଯାହାଫଳରେ କି ସମୟ ଚକ୍ର ହିଁ ବଦଳି ଯାଇଥିଲା। ସେଥିପାଇଁ କାଲଦେବ ହନୁମାନଙ୍କୁ ଦଣ୍ଡ ଦେବା ପାଇଁ ଚାହିଁଲେ, ଆଉ ତାଙ୍କ ଚିତ୍ରଗୁପ୍ତକୁ ପଚାରିଲା କି ଏବେ ବାନର ରାଜ କେଶରୀଙ୍କ ବଂଶରେ କାହାର ମୃତ୍ୟୁ ନିକଟରେ ଅଛି? ହେଲେ ଚିତ୍ରଗୁପ୍ତ ମନା କରିଥିଲେ ଯେ କାହାର ମୃତ୍ୟୁ ନିକଟରେ ବି ନାହିଁ। ସେଥିପାଇଁ ଯମରାଜ ରାଗିକିରି ବାନର ରାଜ କେଶରୀଙ୍କୁ ହିଁ ଅକାଳ ମୃତ୍ୟୁ ଦେଇଥିଲେ, ଯାହାଫଳରେ କି ହନୁମାନ ଯମଲୋକ ଯାଇଥିଲେ ତାଙ୍କ ପିତା ବାନର ରାଜ କେଶରୀଙ୍କୁ ବଞ୍ଚେଇବା ପାଇଁ। କାଲଦେବଙ୍କ ପାଖରେ ବା ଯମରାଜଙ୍କ ପାଖରେ ହନୁମାନ ପହଞ୍ଚି ପଚାରିଥିଲେ ଯେ ମୃତ୍ୟୁ କେମିତି ଗୋଟେ ମନୁଷ୍ୟର ହୁଏ? ସେଇଠି ଯମରାଜ କହିଥିଲେ କି ଶନିଦେବ ନିଶ୍ୱାସର ଗଣନା କରି ମତେ କହିଲେ ମୁଁ ଲୋକଙ୍କର ମୃତ୍ୟୁ କରାଏ। ତାପରେ ହନୁମାନ ଶନିଦେବଙ୍କୁ ସ୍ମରଣ କରିଥିଲେ, ଆଉ ଶନିଦେବ ପହଞ୍ଚିଲା ପରେ ସେଇଠି ଶନିଦେବଙ୍କୁ ହନୁମାନ ପଚାରିଥିଲେ ମୋ ପିତାଶ୍ରୀଙ୍କର କଣ ମୃତ୍ୟୁ ସମୟ ପଳେଇ ଆସିଥିଲା ନା ଆପଣ କାଲଦେବଙ୍କୁ କହିଥିଲେ କି ମୋ ପିତାଶ୍ରୀଙ୍କର ମୃତ୍ୟୁ ସମୟ ଏବେ ଆସିଯାଇଛି? ସେଇଠି ଶନିଦେବ କହିଥିଲେ ତୁମ ପିତାଶ୍ରୀଙ୍କର ଏବେ ମୃତ୍ୟୁ ସମୟ ଆସିନି, ତୁମ ପିତାଶ୍ରୀଙ୍କୁ ଅକାଳ ମୃତ୍ୟୁର ଦଣ୍ଡ ଦିଆଯାଇଛି। ସେଇଠି ହନୁମାନ ପ୍ରଚୁର ମାତ୍ରାରେ ରାଗି ଯାଇଥିଲେ, ଆଉ କାଲଦେବଙ୍କୁ ପଚାରିଥିଲେ ମୋ ପିତାଶ୍ରୀଙ୍କର ତ ସମୟ ହେଇନି, ହେଲେ ମୋ ପିତାଶ୍ରୀଙ୍କୁ ଆପଣ ଅକାଳ ମୃତ୍ୟୁ କେମିତି ଦେଇପାରିଲେ? ଯଦି ଦେଲେ ଶନିଦେବଙ୍କୁ ଆପଣ ତ ପଚାରି ପାରିଥାନ୍ତେ, ହେଲେ ଆପଣ ପଚାରିଲେନି। ଯାହାଙ୍କ ଅଧୀନରେ ଏ ସମସ୍ତ ପ୍ରାଣୀଙ୍କର ନିଶ୍ୱାସ ଅଛି, କିନ୍ତୁ ଆପଣ ତାଙ୍କୁ ନ ପଚାରି ମୋ ପିତାଶ୍ରୀଙ୍କୁ ଅକାଳ ମୃତ୍ୟୁର ଦଣ୍ଡ କେମିତି ଦେଇପାରିଲେ? ସେଇଠି କାଲଦେବ ପ୍ରଚୁର ମାତ୍ରାରେ ରାଗି ଯାଇଥିଲେ, ଆଉ କାଲଦେବ ତାଙ୍କ ନିଜ କ୍ରୋଧରେ ହିଁ ଡଗମଗ ହଉଥିଲେ। ସିଏ ନିଜକୁ ନିଜେ ସର୍ବଶ୍ରେଷ୍ଠ ଭାବୁଥିଲେ ଯେ ମୋରି ହାତରେ ସଂସାରର ପ୍ରାଣ ଅଛି, ତ ମୁଁ ଯାହା ଚାହିଁବି ସେଇଆ ହବ। କାଲଦେବ କହିଲେ କି ମୋର କାହାକୁ ବି ପଚାରିବାର ଆବଶ୍ୟକତା ନାହିଁ, ମୁଁ ଯାହାକୁ ବି ଚାହିଁବି ତାକୁ ଅକାଳ ମୃତ୍ୟୁର ଦଣ୍ଡ ଦେଇପାରିବି। ତମେ ଏଠୁ ଚାଲିଯାଅ, ନହେଲେ ତୁମକୁ ମଧ୍ୟ ତୁମ ପିତାଙ୍କ ଭଳି ଅକାଳ ମୃତ୍ୟୁର ଦଣ୍ଡ ଦେଇଦେବି। ତାପରେ ହନୁମାନ ପ୍ରଚୁର ମାତ୍ରାରେ ରାଗି ଯାଇଥିଲେ, ଆଉ କହିଥିଲେ କି କାଲଦେବ ଆପଣ ଏ ଯୋଉ ଅନ୍ୟାୟ କରୁଛନ୍ତି ଆପଣ ଠିକ କରୁନାହାନ୍ତି। ଆପଣ ଗୋଟେ ଧର୍ମର ଜାଗାରେ ଥାଇକିରି ମଧ୍ୟ ଆପଣ ଅନ୍ୟାୟ କେମିତି କରିପାରୁଛନ୍ତି? ଆପଣଙ୍କୁ ମୁଁ ଦଣ୍ଡ ଦେବି। ସେଇଠି କାଲଦେବ ପ୍ରଚୁର ମାତ୍ରାରେ ରାଗି ଯାଇଥିଲେ, ଆଉ କହିଥିଲେ କି ମତେ ତୁମେ ଦଣ୍ଡ ଦବ? ତାପରେ ଯମରାଜ ତାଙ୍କ ନିଜ ସ୍ୱରୂପକୁ ଆସିଥିଲେ, ଭୟଙ୍କର ବିକଟାଳ ରୂପକୁ। ହେଲେ ମହାପ୍ରଭୁ ଶ୍ରୀ ହନୁମାନ ତାଙ୍କ ଶରୀରକୁ ବଢେଇକିରି ସିଏ ବି ବିକଟାଳ ରୂପ ଧରି ନେଇଥିଲେ। କାଲଦେବ ଯେତେବେଳେ ପ୍ରଭୁ ହନୁମାନଙ୍କ ଉପରକୁ ବାହାର କରିବା ପାଇଁ ଚାହାନ୍ତି, ତ ପ୍ରଭୁ ହନୁମାନ କାଲଦେବଙ୍କୁ ତାଙ୍କ ହାତରେ ହିଁ ଉଠେଇ ଧରି ଦେଇଥିଲେ। ଏତେ ବଡ ଶରୀର କରି ନେଇଥିଲେ ପ୍ରଭୁ ହନୁମାନ। ତଥାପି ଯେତେବେଳେ କାଲଦେବଙ୍କର ଘମଣ୍ଡ ବା କ୍ରୋଧ ଶାନ୍ତ ନହେଲା, ହନୁମାନଙ୍କୁ ସେ ଯେତେବେଳେ କହିଲେ ମୁଁ ତୁମକୁ ମଧ୍ୟ ମୃତ୍ୟୁଦଣ୍ଡ ଦେଇଦେବି, ସେତେବେଳେ ପ୍ରଭୁ ହନୁମାନ ବାଧ୍ୟ ହୋଇକିରି କାଲଦେବଙ୍କୁ ଗିଳି ଦେଇଥିଲେ ବା କାଲଦେବଙ୍କୁ ଗ୍ରାସ କରିଥିଲେ। ତ ସାରା ସଂସାର ହାହାକାର ପଡ଼ିଯାଇଥିଲା, ସମସ୍ତ ଦେବୀ ଦେବତା ଆସି ପହଞ୍ଚି ଯାଇଥିଲେ। ତାପରେ ପ୍ରଭୁ ହନୁମାନଙ୍କୁ କହିଥିଲେ ଆପଣ ତୁରନ୍ତ ଆପଣ ଉଦରରୁ ବାହାର କରନ୍ତୁ କାଲଦେବଙ୍କୁ, ନହେଲେ ଏ ସଂସାରର ଭାରସାମ୍ୟ ସଂସାର ହରେଇ ବସିବ, ସନ୍ତୁଳନ ରହିବନି ଏ ସଂସାରର। ଯେମିତି ଲୋକ ଜନ୍ମ ହଉଛନ୍ତି ସେମିତି ମୃତ୍ୟୁକୁ ବି ପ୍ରାପ୍ତ ହେବା ଦରକାର। ଯଦି କାଲଦେବ ହିଁ ନିଜେ ମୃତ୍ୟୁକୁ ପ୍ରାପ୍ତ ହେଇଯିବେ ତାହେଲେ ଏ ସଂସାରର ପରିସ୍ଥିତି କଣ ହବ? କିନ୍ତୁ ପ୍ରଭୁ ହନୁମାନ ପ୍ରଚଣ୍ଡ ମାତ୍ରାରେ ରାଗି ଯାଇଥିଲେ, ଆଉ କହିଥିଲେ ମୋ ପିତାଶ୍ରୀକି ଯେପର୍ଯ୍ୟନ୍ତ ମୁଁ ଫେରେଇ ନ ନେଇଛି ସେ ପର୍ଯ୍ୟନ୍ତ ମୁଁ କାଲଦେବଙ୍କୁ ଫେରେଇବି ନାହିଁ। ତାପରେ ସବୁ ଦେବୀ ଦେବତା ମହାଦେବଙ୍କୁ ସ୍ମରଣ କରିଥିଲେ, ଆଉ ମହାଦେବଙ୍କ ପାଖରେ ଗୁହାର ଲଗେଇଲା ପରେ ମହାଦେବ ଆସି ପହଞ୍ଚିଥିଲେ, ଆଉ ପ୍ରଭୁ ହନୁମାନଙ୍କୁ ଶାନ୍ତ କରେଇଥିଲେ, ଆଉ ବଚନ ଦେଇଥିଲେ ପ୍ରଭୁ ହନୁମାନଙ୍କୁ କି ମୁଁ ତୁମ ପିତାଙ୍କୁ ତୁମକୁ ଫେରେଇ ଦେବି। କାହିଁକି ନା ସିଏ ତ କାଲଦେବ, ହେଲେ ମୁଁ ନିଜେ ମହାକାଲ, ତାଙ୍କୁ ଏ କାର୍ଯ୍ୟରେ ମୁଁ ହିଁ ରଖିଛି। ମୁଁ ଯେତେବେଳେ କହୁଛି ତୁମ ପିତାଙ୍କୁ ତୁମକୁ ଫେରେଇ ଦେବି, ତୁମେ ଚିନ୍ତା କାହିଁ କରୁଛ? ତାପରେ ମହାଦେବ ହନୁମାନଙ୍କ ପେଟରୁ କାଲଦେବଙ୍କୁ କାଢିଥିଲେ। କାଲଦେବ ମଧ୍ୟ ହନୁମାନଙ୍କ ଉଦରରୁ ବାହାରିଲା ପରେ ସେ ନିଜେ ତାଙ୍କ ଭୁଲକୁ ବୁଝିପାରିଥିଲେ ଯେ କାହାକୁ ଏମିତି ଅକାଳରେ ବି ମୃତ୍ୟୁଦଣ୍ଡ ଦେଇହବନି, ଅକାଳ ମୃତ୍ୟୁର ଦଣ୍ଡ। ତାପରେ କାଲଦେବ ଭୁଲ ମାଗିଥିଲେ ମହାଦେବଙ୍କୁ ଏବଂ ହନୁମାନଙ୍କୁ। ସେଇଠି ମହାଦେବ କହିଥିଲେ କି ତୁମ ଯମଲୋକରେ ଆଉ ଧର୍ମର ପତାକା ରହିବନି। ପ୍ରଭୁ ହନୁମାନଙ୍କୁ ସେ ପତାକା ଆଣି ମହାଦେବ ଦେଇଥିଲେ, କହିଲେ ଏ ପତାକା ଆଜିଠାରୁ ତୁମ ପାଖରେ ରହିବ। କିନ୍ତୁ ମହାବଳୀ ହନୁମାନ କହିଥିଲେ ନା, ଏ ପତାକାର ସ୍ଥାନ ତ ଏଇଠି ରହିବା ଜାଗାରେ। କାଲଦେବ ତ ତାଙ୍କ ନିଜ ବୁଝିପାରିଛନ୍ତି, ସେଥିପାଇଁ ଏ ପତାକା ଆଜିଠାରୁ ଏଇଠି ରହିବ। ତାପରେ ମହାଦେବ ସେଇଠି କହିଥିଲେ କି ଯିଏ ବି ହନୁମାନଙ୍କୁ ଲାଲ ପତାକା
ପତାକା ଚଢେଇବ ତାର କେବେ ହେଲେ ଅକାଳ ମୃତ୍ୟୁ ହବ ନାହିଁ। ପ୍ରେତରାଜକୁ ମଧ୍ୟ ସେଇ ଯମଲୋକରେ ହନୁମାନ ହରେଇଥିବା କାରଣରୁ ପ୍ରେତରାଜ ମଧ୍ୟ କହିଲେ ଯିଏ ବି ଆପଣଙ୍କ ନାମ ଧରିବ ତା ପାଖକୁ ଭୂତ ପ୍ରେତ କେହି ବି ଯିବେ ନାହିଁ। ତାପରେ ଯମରାଜ କେଶରୀ ରାଜଙ୍କ ଆତ୍ମାକୁ ନିଜେ ଆଣି ଆସି କେଶରୀ ରାଜଙ୍କ ଶରୀରରେ ସ୍ଥାପନ କରିଥିଲେ। ତ ଏବେ ଆପଣମାନେ ଜାଣିପାରିଲେ ହନୁମାନ କେମିତି ଯମରାଜକୁ ଖାଇ ଦେଇଥିଲେ ବା ଯମରାଜକୁ ଗ୍ରାସ କରିଥିଲେ ତାଙ୍କ କ୍ରୋଧ ଖଣ୍ଡନ କରିବା ପାଇଁ। ଯଦି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଭିଡ଼ିଓକୁ ଲାଇକ୍ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ ନିଶ୍ଚିନ୍ତ ରୂପେ କରିଦେବେ। ଜୟ ଶ୍ରୀରାମ।